ଚିଲିକା ମଝିରେ ପୁଣି ଫସିଗଲା ଯାତ୍ରୀବାହୀ ଡଙ୍ଗା। ମଟର ଖରାପ ହେବା ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି। ତେବେ ଡଙ୍ଗାରେ 25 ଜଣ ଯାତ୍ରୀ ଥିବା ବେଳେ 10ଟି ବାଇକ୍ ରହିଛି। ଆଜି ସକାଳ 10:30ଟା ସମୟରେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକାର ଜହ୍ନିକୁଦା ଘାଟକୁ ଯାଉଥିବା ବେଳେ ଡଙ୍ଗାଟି ମଏସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି। ତେଣୁ ଯାତ୍ରୀମାନଙ୍କୁ ସେହି ଡଙ୍ଗାରୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି।